ମୁଁ ଜାଣିଛି ଗୁଲୁଗୁଲା ସମସ୍ତଙ୍କୁ ଭଲ ଲାଗେନି, କିନ୍ତୁ କିଛି ଜଣଙ୍କୁ ଗୁଲୁଗୁଲା ଘୁଗୁନି ସାଥିରେ ଖାଇବାକୁ ଭଲ ଲାଗେ। କିନ୍ତୁ ଯଦି ଏମିତି ଦୋକାନ ଭଳି ପୁରା ଖାସ୍ତା ଗୁଲୁଗୁଲା ଘରେ ବନିଯାଏ ମୋତେ ତ ବହୁତ ଟେଷ୍ଟ ଲାଗେ। ଏମିତି ଦୋକାନ ଭଳି ପୁରା ଖାସ୍ତା ଗୁଲୁଗୁଲା ପାଇଁ ପ୍ରଥମେ ଯେତିକି ଅଟା ତାର ଅଧା ସୁଜି ଆଉ ଯେତିକି ମିଠା ଖାଇବାକୁ ପସନ୍ଦ କରୁଥିବେ ସେତିକି ଚିନିର ଗୁଣ୍ଡ, ହାଫ୍ ଚାମଚ ଲୁଣ, ହାଫ୍ ଚାମଚ ଖାଇବା ସୋଡ଼ା, 1.5 ଚାମଚ ପାନ ମଧୁରୀ ଆଉ 5ରୁ 7 ଚାମଚ ଖଣ୍ଡେ ତେଲକୁ ଦେଇ 5-7 ମିନିଟ୍ ଭଲସେ ହାତରେ ଘଷି ନେବା। ଏମିତି ମୁଠା କରିବା ଯେମିତି ସେସବୁ ହାତରେ ମୁଠା ହେଇଯିବ। ତାପରେ ଅଳ୍ପ ଅଳ୍ପ ପାଣି ଦେଇ ତାକୁ ଭଲସେ ଗୋଳେଇ ରୁଟିଠାରୁ ଟିକେ ଅଳ୍ପ ପତଳା କରି ଚକଟିକି କଭର କରି 10ରୁ 15 ମିନିଟ୍ ରଖିନେବା, ଯେମିତି ସୁଜି ବି ପାଣି ତକ ଆବଜର୍ଭ କରିନେବ। ତାପରେ ନିଜ ପସନ୍ଦର ସେପ୍ରେ ଗୋଲ କରି ପ୍ରଥମେ ମିଡ଼ିୟମ୍ ହିଟ୍ ତେଲରେ ଗୁଲୁଗୁଲାକୁ ପକାଇ 2 ପଟ ଏପଟ ସେପଟ କରି ଗୁଲୁଗୁଲା ସବୁ ଫାଟିଗଲା ପରେ ଆମେ ଛାଣିକି ରେଡ଼ି କରିଦେବା ଆମ ଦୋକାନ ଭଳି ପୁରା ଖାସ୍ତା ଗୁଲୁଗୁଲା ପୁଣି ଘରେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।